ଭାରତର ମାନଚିତ୍ରରେ ଓଡ଼ିଶାର ମନ୍ଦିର ଗୁଡ଼ିକର ଏକ ବିଶେଷ ପରିଚୟ ରହିଛି, ଯାହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଭାରତର ପୂର୍ବ ଭାଗରେ ଥିବା ଐତିହ୍ୟ ରାଜ୍ୟ ଓଡ଼ିଶାରେ ଭକ୍ତମାନଙ୍କ ପାଇଁ ବହୁତ ତୀର୍ଥସ୍ଥାନ ରହିଛି। ଏହି ମନ୍ଦିର ଗୁଡ଼ିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ କଳିଙ୍ଗ ଶୈଳୀ ନାମରେ ଖ୍ୟାତ। ତେବେ ଆସନ୍ତୁ ଜାଣିବା ଓଡ଼ିଶାର ଟପ୍ 10 ପୁରାତନ ମନ୍ଦିର। ନମ୍ବର 10 ରାଜାରାଣୀ ଟେମ୍ପଲ। ଏକାଦଶ ଶତାବ୍ଦୀରେ ନିର୍ମିତ ଓଡ଼ିଶାର ସର୍ବପୁରାତନ ମନ୍ଦିର ମଧ୍ୟରୁ ରାଜାରାଣୀ ମନ୍ଦିର ଅନ୍ୟତମ। ଏହା ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ସେହି ସମୟରେ ଏହା ଇନ୍ଦ୍ରେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା। ଆପଣ ଏଠି ଅନେକ ମୂର୍ତ୍ତି ଦେଖିବାକୁ ପାଇବେ, ଯାହାକି ପ୍ରଭୁ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ସମେତ ପୁରାଣର ବିଭିନ୍ନ ଘଟଣାକୁ ଚିତ୍ରଣ କରିଥାଏ। ରାଜାରାଣୀ ମନ୍ଦିର ହଳଦିଆ ଓ ନାଲି ରଙ୍ଗ ମିଶ୍ରିତ ବାଲି ପଥରରେ ନିର୍ମିତ, ଯାହାକୁ ରାଜାରାଣୀୟ ପଥର କୁହାଯାଏ। ମନ୍ଦିରଟି ପୂର୍ବ ଦିଗକୁ ମୁହାଁଇ ରହିଛି। ମନ୍ଦିରର ଗର୍ଭଗୃହ ରେଖାଶୈଳୀ ଏବଂ ଜଗମୋହନ ପିଢ଼ା ଶୈଳୀରେ ନିର୍ମିତ। ରାଜାରାଣୀ ମନ୍ଦିର ପଞ୍ଚରଥ ଶୈଳୀରେ ତିଆରି ହୋଇଛି। ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିରର ସମକାଳୀନ ଅଟେ। ନମ୍ବର 9 ଲିଙ୍ଗରାଜ ଟେମ୍ପଲ। ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର। ଏହା 11ଶହ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦ୍ୱାରା ନିର୍ମାଣ ହୋଇଥିଲା। ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର। ଏହାର ଆୟତନ 520 ଫୁଟ। ଏହି ମନ୍ଦିରର କାନ୍ଥ 7 ଫୁଟ 6 ଇଞ୍ଚ। ବାହାରର ଆଘାତରୁ ବଞ୍ଚିବା ପାଇଁ ଏହାର ଭିତରେ ପାଖର କାନ୍ଥରେ ଏକ ଛାତ ଅଛି। ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି ଲିଙ୍ଗମାନଙ୍କର ରାଜା। ଏହା ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା। ଶିବ ଏଠାରେ ତ୍ରିଭୁବନେଶ୍ୱର, ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ ଭାବରେ ପୂଜା ପାଇଥାନ୍ତି। ଏଠାରେ ଦେବୀ ଭୁବନେଶ୍ୱରୀ ମଧ୍ୟ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି। ଏହି ମନ୍ଦିର 1000 ବର୍ଷରୁ ଅଧିକ ପୁରୁଣା। ନମ୍ବର 8 ଅନନ୍ତ ବାସୁଦେବ ଟେମ୍ପଲ। ଚକ୍ର କ୍ଷେତ୍ର ଭାବେ ଅଭିହିତ ଏକ୍ରାମ କ୍ଷେତ୍ର ବା ପୁରୁଣା ଭୁବନେଶ୍ୱରରେ ଅଧିକାଂଶ ଶୈବ ମନ୍ଦିର ରହିଥିବା ବେଳେ ଏକ ପ୍ରମୁଖ ପ୍ରାଚୀନ ବିଷ୍ଣୁ ମନ୍ଦିର ହେଉଛି ଅନନ୍ତ ବାସୁଦେବ ମନ୍ଦିର, ଯାହା ଭୁବନେଶ୍ୱରର ବିନ୍ଦୁସାଗର ତୀରରେ ଅବସ୍ଥିତ। ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରାବତୀ ଏହି ମନ୍ଦିରଟିକୁ 1278 ମସିହାରେ ତୋଳାଇଥିବାର ଜଣାଯାଏ। ଏଠାରେ କୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କ ପୂର୍ଣ୍ଣାବୟବ ପ୍ରତିମା ପୂଜା କରାଯାଉଛି। ନମ୍ବର 7 ବ୍ରହ୍ମେଶ୍ୱର ଟେମ୍ପଲ। ମନ୍ଦିର ମାଳିନୀ ଭୁବନେଶ୍ୱରର ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଦେବଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେଉଛି ଏହି ବ୍ରହ୍ମେଶ୍ୱର ମନ୍ଦିର। 18ତମ ସୋମବଂଶୀ ରାଜା ଉଦିତ କେଶରୀଙ୍କ ଶାସନ କାଳରେ ତାଙ୍କ ମାତା କୋଲାବତୀ ଦେବୀଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ ହୋଇଥିଲା। କିମ୍ବଦନ୍ତୀ ଅନୁସାରେ ଏହି ହିନ୍ଦୁ ମନ୍ଦିରଟି 1058 ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା। କାନ୍ଥରେ ଖୋଦିତ ସୁନ୍ଦର ରୂପରେ ଭଗବାନ ଶିବ ଏବଂ ଦେବୀ ଲକ୍ଷ୍ମୀଙ୍କର ଅନ୍ୟାନ୍ୟ ମୂର୍ତ୍ତି ପାଇଁ ଏହି ମନ୍ଦିର ଜଣାଶୁଣା। ନମ୍ବର 6 64 ଯୋଗିନୀ ଟେମ୍ପଲ। କାଳିକା ପୁରାଣ ଅନୁସାରେ 51 ଶକ୍ତିପୀଠ ମଧ୍ୟରୁ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର 64 ଯୋଗିନୀ ପୀଠ ଅନ୍ୟତମ। ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ। ଏହି ସ୍ୱର୍ଣ୍ଣ ତ୍ରିଭୁଜ ମଣ୍ଡଳୀ ପୀଠକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣ କରିବାକୁ ଆସିଥାନ୍ତି। ଏହି ପୀଠର ମାଧୁରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ପ୍ରତି ପର୍ଯ୍ୟଟକ ବହୁତ ଆକୃଷ୍ଟିତ ହୋଇଥାନ୍ତି। ମନ୍ଦିରର ଅଷ୍ଟମର୍କଟ ବା 8 ଜଣ ମୁଖ୍ୟ ଦେବୀ ରହିଛନ୍ତି। ସେମାନେ ହେଲେ ବ୍ରାହ୍ମଣୀ, ବୈଷ୍ଣବୀ, ମହେଶ୍ୱରୀ, ଇନ୍ଦ୍ରାଣୀ, କୁମାରୀ, ବରାଇ, ଚାମୁଣ୍ଡା ଏବଂ ନରସିଂହ। ଏହି ପ୍ରତ୍ୟେକ ମୁଖ୍ୟ ଦେବୀଙ୍କର 8 ଜଣ ସେବାୟତ ବା ଯୋଗିନୀ ରହିଛନ୍ତି। ସେହି ସମସ୍ତ ସେବାୟତ ବା ଯୋଗିନୀକୁ ଏକତ୍ର କରି ମନ୍ଦିରର ନାମ 64 ଯୋଗିନୀ ରଖାଯାଇଛି। ଏହାକୁ 9ମ ଶତାବ୍ଦୀରେ ବ୍ରହ୍ମା ରାଜବଂଶର ରାଣୀ ହୀରା ଦେବୀ ନିର୍ମାଣ କରିଥିଲେ। ନମ୍ବର 5 ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରାକୃତିକ ଓ ଅଧା ମଣିଷ ଦ୍ୱାରା ତିଆରି, ଯାହା ଦ୍ୱିତୀୟ ଶତାବ୍ଦୀରେ ନିର୍ମିତ ହୋଇଥିଲା, ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ୱ ରହିଛି। ଏହା ଓଡ଼ିଶାର ଭୁବନେଶ୍ୱର ଠାରେ ଅବସ୍ଥିତ। ଗୁମ୍ଫାଗୁଡ଼ିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି, ଯାହା ହାତୀ ଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡ଼କୁ ମୁହାଁଇ ରାସ୍ତାର ଦୁଇ ପାଖରେ ଅଛନ୍ତି। ଖଣ୍ଡଗିରିରେ 15ଟି ଗୁମ୍ଫା ଥିବା ବେଳେ ଉଦୟଗିରିରେ 18ଟି ଗୁମ୍ଫା ରହିଛି। ନମ୍ବର 4, ବାରବାଟୀ ଫୋର୍ଟ। ବାରବାଟୀ ଦୁର୍ଗ ଓଡ଼ିଶାର କଟକ ସହରର ଉତ୍ତରାଂଶରେ ମହାନଦୀର କୂଳରେ ଅବସ୍ଥିତ ପ୍ରାଚୀନ ଉତ୍କଳର ଗୋଟିଏ ଦୁର୍ଗ। ଆଜି ଏହା ଆଧୁନିକ ବାରବାଟୀ ଷ୍ଟାଡିୟମ ପାଖରେ ରହିଛି। ବିଭିନ୍ନ ଖେଳ କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସ୍ଥାନ। ବାରବାଟୀ ଦୁର୍ଗ ପ୍ରଥମେ ଗଙ୍ଗବଂଶ ରାଜତ୍ୱ ସମୟରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ପରେ ରାଜା ମୁକୁନ୍ଦ ଦେବଙ୍କ ଶାସନ ସମୟରେ ତଥା ଏହି ଦୁର୍ଗର ବହୁଳ ଭାବରେ ଯୋଗୀକରଣ କରାଇ ଏହାକୁ ସମ୍ପୂର୍ଣ୍ଣ ରୂପ ଦିଆଗଲା। ଏହି ଦୁର୍ଗର ହତାର କ୍ଷେତ୍ରଫଳ ବାରବାଟୀ ବା 240 ମାଣ ଥିବାରୁ ଏହାର ଏପରି ନାମ ବାରବାଟୀ ହୋଇଛି। ନମ୍ବର 3, ଧଉଳିଗିରି ଭୁବନେଶ୍ୱର। ଯଦି ଆପଣ ଇତିହାସ ପ୍ରତି ଆଗ୍ରହ ଅଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ ଧଉଳି ଏବଂ ଏହାର ଅତୀତର ବିଷୟରେ ଜାଣିଥିବେ। ଧଉଳି ହେଉଛି ସେହି ସ୍ଥାନ ଯେଉଁଠାରେ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ କଳିଙ୍ଗ ରାଜ୍ୟ ଏବଂ ମହାନ ଅଶୋକଙ୍କ ନେତୃତ୍ୱରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ଏହା ଦେଶର ଇତିହାସରେ ସବୁଠାରୁ ତୀବ୍ର ଯୁଦ୍ଧ ଥିଲା। ଏହି ଯୁଦ୍ଧରେ ରାଜା ଅଶୋକ ମଧ୍ୟ ପରିବର୍ତ୍ତନ ହୋଇଥିଲେ, ଯାହାପରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ନମ୍ବର 2, କୋଣାର୍କ ଟେମ୍ପଲ। କୋଣାର୍କ ସୂର୍ଯ୍ୟ ମନ୍ଦିର 1300 ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର। ପ୍ରାୟ 1250 ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ। ଏକ ବିଶାଳ ରଥାକୃତର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ, ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି। ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି। ଏହା ଏକ ବିଶ୍ୱ ଐତିହ୍ୟସ୍ଥଳୀ। ଟାଇମ୍ସ ଅଫ୍ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତଚର୍ଯ୍ୟ ଭିତରେ ଓ NDTVର ସୂଚୀଭୁକ୍ତ ଭାରତର ସପ୍ତଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି। ନମ୍ବର 1, ଶ୍ରୀ ଜଗନ୍ନାଥ ଟେମ୍ପଲ ପୁରୀ। ଜଗନ୍ନାଥ ମନ୍ଦିର, ବଡ଼ ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା। ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ। ଓଡ଼ିଶାର ସଂସ୍କୃତି ଏବଂ ଜୀବନଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି। ଏକାଦଶ ଶତାବ୍ଦୀରେ ରାଜା ଇନ୍ଦ୍ରଦ୍ୟୁମ୍ନ ହିଁ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହା ଓଡ଼ିଶାର ଏକ ଐତିହାସିକ ସ୍ଥାନ, ଯାହାକି ଲକ୍ଷ ଲକ୍ଷ ଭକ୍ତ ବର୍ଷ ସାରା ଆସିଥାନ୍ତି।